କ'ଣ କହନ୍ତି? ଲେଖକ ପ୍ରଫେସର ଡକ୍ଟର ଗଣେଶ୍ୱର ମିଶ୍ର। ଉପକ୍ରମ: ଭୂତମାନେ ସତରେ ଥାଆନ୍ତୁ କି ନଥାନ୍ତୁ, କିନ୍ତୁ ଭୂତ ଗପ ଅଛି। ସେମାନଙ୍କୁ ନେଇ କେତେ ଯେ କଥା ଉପକଥା ରହିଛି। ତାରଲ୍ୟତା ନାହିଁ। ଭୂତ କଥା ଶୁଣିବାକୁ ସମସ୍ତେ କାନ ଡେରିଥାନ୍ତି। ଶୁଣିଲେ ମନ ଉଚ୍ଚାଟ ହୁଏ। ଆବେଗ ଓ ଉତ୍କଣ୍ଠାରେ ମନ ସତେଜ ହୁଏ। ଏଡ଼େ ସୁନ୍ଦର ମନୋରଞ୍ଜନ କରେ ଯେ ନିଦ ଲାଗୁଥିଲେ ଭାଙ୍ଗିଯାଏ। ଏଭଳି ଏକ ପରିସ୍ଥିତିରେ ସୁନ୍ଦର ବର୍ଣ୍ଣନା ମିଳେ ଏହି ରଚନାଟିରୁ। ଆସ ପଢ଼ିବା। ଗଳ୍ପ ପଠନର ଉଦ୍ଦେଶ୍ୟ: ଏହି ଗଳ୍ପ ପଠନ ଦ୍ୱାରା ଆମେ ଭୂତ ବିଷୟରେ ଜାଣିବା, ଭୂତମାନଙ୍କର କାର୍ଯ୍ୟକଳାପ ଗଳ୍ପର ଚରିତ୍ର ମାଧ୍ୟମରେ ଅନୁଭବ କରିବା। ଭୂତ ସମ୍ପର୍କରେ ଗଳ୍ପର ଚରିତ୍ର ଗୁଡ଼ିକର ଅନୁଭୂତି ସମ୍ପର୍କରେ ଜାଣିବା। ଭୂତ ପ୍ରତି ଲୋକଙ୍କର ବିଶ୍ୱାସ ସମ୍ପର୍କରେ ସୂଚନା ଲାଭ କରିବା। ଗାଳ୍ପିକଙ୍କ ପରିଚୟ: ଇଂରାଜୀ ସାହିତ୍ୟର ପ୍ରଫେସର ଗଣେଶ୍ୱର ମିଶ୍ର ଉପନ୍ୟାସ, ଗଳ୍ପ, ଫିଚର ଅନୁବାଦ କରିବା ଓ ଶିଶୁ ସାହିତ୍ୟ ରଚନାରେ ଜଣେ ସଫଳ ବ୍ୟକ୍ତି। ସାମୁଦ୍ରିକ ଆରୋହୀ, ନେତା, ସକାଳର ମୁହଁ ପ୍ରଭୃତି ତାଙ୍କର ଚରିତ୍ର ଉପନ୍ୟାସ। ସକାଳର ମୁହଁ ଉପନ୍ୟାସଟି ଇଂରାଜୀରେ ଅନୁବାଦ ହୋଇ ପ୍ରସିଦ୍ଧି ଲାଭ କରିଛି। ଏହା ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ। ତାଙ୍କ ରଚିତ ଭ୍ରମଣ ପୁସ୍ତକ ହେଲା ସମୁଦ୍ର ସେପାରେ, ନିଜ ଦେଶ ଓ ଅନ୍ୟ ଦେଶ, ନୂତନ ମାଟିର ସ୍ପର୍ଶ ଇତ୍ୟାଦି। ବର୍ତ୍ତମାନ ସେ ଦୈନିକ ଖବରକାଗଜ ପ୍ରମେୟର ସମ୍ପାଦନା କରୁଛନ୍ତି। ମୂଳ ବିଷୟ: ଓଡ଼ିଶାର କୌଣସି ଗୋଟିଏ କ୍ଷୁଦ୍ର ସହରରୁ ଆମେ ଆସୁଥାଉ ଭୁବନେଶ୍ୱର ଅଭିମୁଖେ। କାରରେ ମୁଁ, ମୋର ଜଣେ ସହକର୍ମୀ ଅଧ୍ୟାପକ, କୌଣସି ପ୍ରାଇଭେଟ୍ କଲେଜର ଅଧ୍ୟକ୍ଷ ଓ ସର୍ବୋପରି ଅଭିଜ୍ଞ ଟୋପି ପରିହିତ ଡ୍ରାଇଭର। ଗାଡ଼ି ଚାଲିଥାଏ ଦ୍ରୁତ ଗତିରେ। ରାସ୍ତା ନିର୍ଜନ। କିଛି କିଛି ଦୂରତାରେ ମଫସଲି ବଜାରମାନ, ସେମାନଙ୍କର ଆଲୋକିତ କୋଳାହଳ ଓ ମଳିନ ଖପୁରିଲ ଘର ସବୁ। ସମୟ ରାତି 11ଟା। ଅଧ୍ୟକ୍ଷ କହିଲେ, ସମସ୍ତେ ଚୁପଚାପ ବସିଲେ କାହିଁକି? କିଛି କୁହନ୍ତୁ। ମୋର ସହକର୍ମୀ କ୍ଷୀଣ ସ୍ୱରରେ ଉତ୍ତର ଦେଲେ, ମୁଁ ଆଜି ଭୀଷଣ ଟାୟାର୍ଡ। ରାତି 5ଟାରୁ ଉଠିଛି। ସେ ତାଙ୍କ ଉକ୍ତିର ସତ୍ୟତା ପ୍ରମାଣ କରିବାକୁ ଅବିଳମ୍ବେ ଆଖି ବୁଜି ଢୁଳାଇବାକୁ ଲାଗିଲେ। ଅଧ୍ୟକ୍ଷ ମୋତେ ଚାହିଁଲେ। ମୁଁ କହିଲି, ମୁଁ ଆଜ୍ଞା ଢୁଳାଏ ନାହିଁ। ଟ୍ରେନ୍ ବା କାରରେ ଗଲାବେଳେ ମୋତେ କେବେ ନିଦ ଲାଗେ ନାହିଁ। ସେ ଆଶ୍ୱସ୍ତ ହେଲେ। ବାହାରକୁ ଆଙ୍ଗୁଳି ଦେଖାଇ କହିଲେ, ହେଇ ଠିକ୍ ଏଇଠି, ଏକ ବରଗଛ ତଳେ, ଗଲା ବର୍ଷର କଥା। ମୁଁ ଉତ୍ସାହରେ ଅଧ୍ୟକ୍ଷଙ୍କ ମୁହଁକୁ ଚାହିଁଲି। କାର୍ ଭିତର ଅନ୍ଧାରରେ ତାଙ୍କ ମୁହଁ ହଠାତ୍ ରହସ୍ୟମୟ ହୋଇ ଉଠିଲା। ସେ କହୁଥିଲେ, ଅନେକ ସମୟରେ ବେଶୀ ରାତିରେ ମୁଁ କଟକ ଫେରେ। ଥରେ ନୁହେଁ, 2 ଥର ନୁହେଁ, 4-5 ଥର ଦେଖିଲି। କଳା ବୁର୍ଖା ପିନ୍ଧା ସ୍ତ୍ରୀ ଲୋକ ଜଣେ ସେଇ ଗୋଟିଏ ଜାଗାରେ ଠିଆ ହୋଇ କାରରେ ଯିବା ପାଇଁ ହାତ ଦେଖାଉଛି। ଆପଣ ଗାଡ଼ି ଅଟକାଇଲେ? ମୁଁ ପଚାରିଲି। ସେ ହସି ହସି କହିଲେ, କିଏ ଲୋକ ନ ଜାଣି କେମିତି ଗାଡ଼ି ଅଟକାଇଥାନ୍ତି? ମୁଁ ଏମିତି ଲୋକଟିଏ ଦେଖିବା ପରେ ପରେ ଏ ଅଞ୍ଚଳରେ ଭୟଙ୍କର ଡକାୟତି ହୋଇଥିଲା। ଜଣେ ଚାଷୀ ନେତା ସେଇ ଡକାୟତିରେ ଧରା ପଡ଼ିଥିଲେ। କିଛି ସମୟ ନୀରବତା। ଦୁଇ ପାଖରେ ଗତିଶୀଳ ଧାନ ବିଲ, ଗଛ ଓ କେଉଁଠି କେମିତି କେତେଜଣ ଗାଉଁଲି ମଣିଷ। କେଉଁଠି ଜଣେ ବୁଢ଼ା କାରକୁ ଦେଖି ହାତ ଦେଖାଇଲା। ହୁଏତ ତାର ଆହୁରି ଆଗକୁ ଯିବାର ଅଛି, ତେଣୁ ସିଏ ଆମ ସାହାଯ୍ୟ ଚାହେଁ। କିମ୍ବା ମୁଁ ଓ ଅଧ୍ୟକ୍ଷ ସେ ବୁଢ଼ା ବିଷୟ ଆଲୋଚନା କଲୁ ନାହିଁ। ଆପଣ ଭୂତ ବିଶ୍ୱାସ କରନ୍ତି? ମୁଁ ପଚାରିଲି। ହଠାତ୍ ଏଇ ଗୁରୁତର ପ୍ରଶ୍ନଟି କାହିଁକି ମୋ ସମ୍ମୁଖରେ ଠିଆ ହେଲା କହିବା କଠିନ। ତେବେ ସେଇ ବୁର୍ଖା ପିନ୍ଧା ସ୍ତ୍ରୀ ଲୋକ ଓ ରାସ୍ତା କଡ଼ରେ କାର୍ ଦେଖି ହାତ ଦେଖାଉଥିବା ବୁଢ଼ୀଟି ହୁଏତ ମୋତେ ଭୂତ ମନେ ପକାଇଦେଲେ। ଅଧ୍ୟକ୍ଷ କହିଲେ, ବିଶ୍ୱାସ କରିବି କ'ଣ, ନିଜ ଆଖିରେ ଦେଖିଛି ଅନେକ ଥର। ତାଙ୍କ କଣ୍ଠରେ ଅଧ୍ୟକ୍ଷ ସୁଲଭ ଦୃଢ଼ତା। ଆଖିରେ ଦେଖିଛନ୍ତି? ମୁଁ କଥାଟାକୁ ଲଘୁ କରିବାକୁ କହିଲି, ଆପଣଙ୍କର ମନର ଭ୍ରମ ହୋଇପାରେ। ସେ କହିଲେ, ହଁ ହୋଇପାରେ, କିନ୍ତୁ ଦୁବ ରକ୍ତଲଗା ଚାଉଳ ଶୂନ୍ୟରୁ ପଡ଼ିବା ଦେଖିଛି। ପରେ ସେ ସବୁ ନିଆଁରେ ଅନ୍ୟମାନଙ୍କ ସାମ୍ନାରେ ପଡ଼ିଛି। ଜିନିଷ ଗୁଡ଼ାକ ଧରିବା, ଦେଖିବା, ପୋଡ଼ିବା, ଏସବୁ ମନର ଭ୍ରମ ବୋଲି ଆପଣ କହିବେ? ଟୋପି ପରିହିତ ଡ୍ରାଇଭର ଏହି ସମୟରେ ଏକ ଅସ୍ପଷ୍ଟ ଶବ୍ଦ କଲେ। ସେ ଯେ ଅଧ୍ୟକ୍ଷଙ୍କ କଥା ଶୁଣୁଛନ୍ତି ତାହା ମୁଁ ଏଯାଏଁ ଜାଣିନଥିଲି। ମୋ ସହକର୍ମୀ ଅବଶ୍ୟ ଆଉ ଢୁଳାଉ ନଥିଲେ। ଗଭୀର ନିଦ୍ରାରେ ଶୋଇଯାଇଥିଲେ। ମୁଁ
ପରାଜିତ ସ୍ୱରରେ କହିଲି, କେବେ ଦେଖିଲେ ଆଜ୍ଞା? ସେ କହିଲେ, ଏଇ 5-6 ଦିନ ତଳର କଥା କହୁଛି। ହଠାତ୍ ଆମ ଲାଇବ୍ରେରୀ ପିଅନ ଆକୁଳି ମରିଗଲା। ବୁଢ଼ା ହୋଇଯାଇଥିଲା। ହାର୍ନିଆ ଅପରେସନ୍ ହୋଇଥିଲା। ଏଣେ ହାର୍ଟ ଟ୍ରବଲ୍ ବି ହୋଇଥିଲା। ହଠାତ୍ ଲାଇବ୍ରେରୀରେ ଫେଣ୍ଟ ହୋଇଗଲା। ତାକୁ ଡାକ୍ତରଖାନାକୁ ନେବା ଅବସ୍ଥାରେ ଗଲୁ। ବାଟରେ ବିଚରା ଚାଲିଗଲା। ତାପରେ ଏଥର ପ୍ରଶ୍ନ କଲେ ମୋର ସହକର୍ମୀ, ଏହା ଭିତରେ ସେ କେତେବେଳେ ଉଠି ସାରିଥିଲେ। ଅଧ୍ୟକ୍ଷ କହିଲେ, ତାପରେ ଆଉ କ'ଣ? ମୁଁ ହିଁ ତା ଶବରେ ଫୁଲମାଳ ଦେଲି, ହାତରୁ ଟଙ୍କା ଦେଇ ଶବ ସଂସ୍କାର ଆୟୋଜନ କଲି। ସବୁ ସାରି କ୍ୱାର୍ଟରକୁ ଫେରୁ ଫେରୁ ସଞ୍ଜ। ସେ ଟିକିଏ ଚୁପ୍ ରହିଲେ। ହଠାତ୍ ଯେମିତି ସ୍ୱର ବଦଳାଇ ଆରମ୍ଭ କଲେ, ହଠାତ୍ ସେଦିନ ରାତିରେ ମୋ କ୍ୱାର୍ଟର୍ସରେ ଲାଇଟ୍ ସବୁ କଟିଗଲା। ରାତିରେ ଆଉ ଲାଇଟ୍ ଆସିବାର ଆଶା ନଥାଏ। ଘରେ ପିଲାପିଲି ନଥାନ୍ତି। ଯେଉଁ ପିଅନ ସେ କ୍ୱାର୍ଟର୍ସରେ ଶୁଏ, ସେ ବି ଯାଇଥାଏ ଗାଁକୁ। ଏକୁଟିଆ କ'ଣ କରିବି? ମନଟା ବି ଭଲ ନଥାଏ। ବାହାର ବାରଣ୍ଡାରେ ଆରାମ ଚେୟାର ପକାଇ ବସି ରହିଲି। ଏଇଠାରେ ସେ ସିଗାରେଟ୍ ଲଗାଇବା ପାଇଁ କିଛି ସମୟ ଅଟକିଲେ। ତାପରେ କହିଲେ, ଆରାମ ଚେୟାର ଉପରେ ବସି ବସି ସିଗାରେଟ୍ ଟାଣୁଥାଏ। ମୋ କ୍ୱାର୍ଟର୍ସର ସାମ୍ନାରେ ଲାଇବ୍ରେରୀ ମୋତେ ଦିଶୁଥାଏ। ଆକୁଳି ଲାଇବ୍ରେରୀ ରୁମ୍ରେ ବସିଛି। ଗୋଡ଼ ଘୋଷାରି ଘୋଷାରି ଏପଟେ ସେପଟେ ହେଉଛି। ବହି ସବୁ ଥାକରେ ସଜାଡ଼ି ରଖୁଛି। ପୁଣି କିଛି ସମୟ ନୀରବତା। ଆକୁଳି ଜୀବନରେ କେବେ ଦେଖିନଥିଲା ବି ମନେ ହେଉଥିଲା। ଯେମିତି ନିଛାଟିଆ କୌଣସି ଲାଇବ୍ରେରୀ ରୁମ୍ରେ ବୁଢ଼ାଟିଏ ପାଦ ଘୋଷାରି ଘୋଷାରି ଚାଲୁଥିବାର ମୁଁ ଦେଖିପାରୁଛି। କାହାର ଚେହେରା ମୋତେ ଏମିତି ଦିଶିଯାଉଛି କେଜାଣି? ଅଧ୍ୟକ୍ଷ କହୁଥିଲେ, ସେତେବେଳେ 10ମ ଶ୍ରେଣୀରେ ପଢ଼ୁଥାଏ। ଜାନକାଦାଇପୁର ଷ୍ଟେସନ ନିକଟରେ ଭାର୍ଗବୀ ନଈ କୂଳରେ ଆମର ଗାଁ। ଦିନେ ରାତି 10ଟା ହେବ ନା କ'ଣ, ଚନ୍ଦନପୁର ହାଟରୁ ମାଛ ନେଇ ଫେରୁଛି। ଶସ୍ତାରେ ମାଛ ପାଇଥିବାରୁ ମନ ଖୁସି ଅଛି। ଦେଖିଲି ଆଗରୁ ନଈଆଡ଼ୁ ଗୋଟିଏ ବେତା ଆସ୍ତେ ଆସ୍ତେ ଉପରକୁ ଉଠି ଉଠି ଆସୁଛି। ଟିକେ ଆଶ୍ଚର୍ଯ୍ୟ ହେଲା, ବେତାଟା ଆସୁଛି। ମଣିଷ କାହିଁ? ଭାବିଲି ମନର ଭ୍ରମ ହୋଇପାରେ। ହଠାତ୍ ବେତାଟା କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା। ଧଳା ଲୁଗା ପିନ୍ଧା ମାଇପିଟିଏ ଚାଲିଛି। ସଫା ଜହ୍ନ ଆଲୁଅ ପଡ଼ିଥାଏ। ମୋତେ କାହିଁକି ଟିକିଏ ଡର ଡର ଲାଗୁଥାଏ। କେତେଜଣ କୁଲି ରେଲ୍ ଲାଇନ୍ ଉପରେ ବସିଥିଲେ। ଦୈବାତ୍ ମୋତେ ଦେଖିଲେ। ପଚାରିଲେ, ବାବୁ, ଏତେ ରାତିରେ କୁଆଡ଼େ ବାହାରିଛ? ଏଇ ଆଗ ଗଛରେ ଗୋଟିଏ ବଦମାସ ଅଛି। ଆଉ ଏମିତି ଆସିବ ନାହିଁ। ହଉ ଚାଲ, ତୁମକୁ ଘରେ ଛାଡ଼ି ଦେଇ ଆସିବୁ। ଆଉ ଥରେ ଆଇଏ ରେଜଲ୍ଟ ଖବରକାଗଜରେ ବାହାରିବାର ଥାଏ। ରାତି ଆସାନସୋଲ ଟ୍ରେନରେ ଖବରକାଗଜ ଆସିଥିବ ବୋଲି ମୁଁ ଆଉ ମୋର ଜଣେ ସାଙ୍ଗ ଷ୍ଟେସନକୁ ଆସିଥାଉ। ଖବରକାଗଜ ତ ଆସିଲା ନାହିଁ। ରାତି 2ଟାରେ ଘରକୁ ଫେରିବା କଥା। ମୋ ସାଙ୍ଗ ସାଇକେଲ ଚଲାଉଥାଏ। ମୁଁ ପଛରେ ବସିଥାଏ। କେତେ ବାଟ ଫେରିବା ପରେ ଦେଖିଲି, ଆମର କିଛି ଆଗରେ ନିଆଁ ହୁଳା ପରି କିଛି ଗୋଟାଏ ଘୁରି ଘୁରି ଚାଲିଛି। ଆମେ ଯେତେ ଯେତେ ଆଗ ଗାଁ ପାଖକୁ ଆସୁଥାଉ, ନିଆଁ ହୁଳାଟା ସେତିକି ସେତିକି ଆଗକୁ ଆଗକୁ ଘୁଞ୍ଚି ଯାଉଥାଏ। ମୋ ସାଙ୍ଗ ମୋତେ କହିଲା, ହେଇ ଦେଖିବୁ, ଆଗରେ ଏଇଟା କ'ଣ? ମୁଁ ନିଆଁ ହୁଳାଟା ଠିକ୍ ଦେଖୁଥାଏ, କିନ୍ତୁ ତାକୁ ସାହସ ଦେବା ପାଇଁ କହିଲି, କାହିଁ ମ କ'ଣ? ତୁ କାହିଁକି ଡରୁଛୁ? ମୁଁ ତ ତୋଠାରୁ ବୟସରେ ବଡ଼। ଯାହା ହେଲେ ବୁଝିବିନି। କିନ୍ତୁ ମୋ ସାଙ୍ଗ ଶେଷରେ ନର୍ଭସ୍ ହୋଇଗଲା। ଗାଁ ମୁଣ୍ଡ ଦେଉଳରେ ସାଇକେଲଟା ଭୁସ୍ କରି ଲଗାଇଦେଲା। ସେଇ ଶବ୍ଦରେ ଦେଉଳ ପାଖ ଘରୁ ଜଣେ 2 ଜଣ ଉଠି ପଡ଼ିଲେ। ଆମକୁ ନେଇ ଘରେ ପହଞ୍ଚାଇ ଦେଲେ। ଆପଣଙ୍କର ବହୁତ ସାହସ, ମୁଁ ମନ୍ତବ୍ୟ ଦେଲି। ଅଧ୍ୟକ୍ଷ ମହୋଦୟ ମୋ କଥା ନ ଶୁଣି ଆଉ ଗୋଟିଏ ଗପ ଆରମ୍ଭ କଲେ। ଥରେ ମୋତେ ବହୁତ ସକାଳୁ ଉଠିବାର ଥାଏ। କଥା କ'ଣ କି, ଗୋଟିଏ ଜମିର ସୀମା ସମ୍ପର୍କରେ ବିବାଦ ହୋଇଥାଏ। ସେଦିନ ସକାଳୁ ଉଠିଲେ ଜମିର ମାପଚୁପ କରାଇବି। ପୁଣି ଟ୍ରେଜେରୀରୁ କୌଣସି ଜରୁରୀ କାମ ପାଇଁ ବିଲ୍ ଦେଇ ଟଙ୍କା ଆଣିବାର ଥାଏ। ସେ ଜମିର ସୀମା ସମ୍ପର୍କରେ ମୁଁ ସେତେ ପର୍ଟିକୁଲାର ନଥିଲି। କିନ୍ତୁ ବୋଉ ପୂର୍ବଦିନ ସଞ୍ଜରେ ରାଗି କହିଥାନ୍ତି, ବାପା ଥିଲେ ଆଜି ସେ ଅମୁକ ଲୋକ ଆମ ଜମିରୁ ଖଣ୍ଡେ ଦଖଲ କରିପାରିନଥାନ୍ତା। ପାହାନ୍ତାଟାରୁ ଅନୁଭବ କଲି, କେହି ଜଣେ ମୋତେ ହଲେଇ ଦେଇ ଡାକୁଛି, କିରେ ଶୋଇଛୁ କ'ଣ? ଉଠୁନୁ। ମୁଁ ଜାଣିପାରିଲି ନାହିଁ କିଏ ଏମିତି ଡାକୁଛି। ଘାଲେଇ ଶୋଇଥାଏ। ପୁଣି ଥରେ ସେମିତି କେହି ଡାକିଲା। ଏଥର ଆହୁରି ଜୋରରେ, କିରେ ଉଠିଲୁ, ଡାକୁଛି ପରା।
ଏଥର ବାଧ୍ୟ ହୋଇ ଉଠିଲି। ନିତ୍ୟକର୍ମ ସାରି ଜମି ମାପିବା ପାଇଁ ଗଲି। ଆପଣଙ୍କ ବାପା ସେମିତି ଡାକିଲେ ବୋଲି ଆପଣ ଭାବୁଛନ୍ତି? ମୁଁ ପଚାରିଲି। ସେ କହିଲେ, ସେମିତି କହିପାରୁନାହିଁ। ବାପାଙ୍କ ସ୍ୱର ଶୁଣିବା ପାଇଁ ମୁଁ ତ ପ୍ରସ୍ତୁତ ନଥିଲି। ତେଣୁ ହୁଏତ ସ୍ୱରଟା ଧରିପାରିଲି ନାହିଁ, କିନ୍ତୁ ନିଶ୍ଚୟ କେହି ଜଣେ ମୋତେ ଡାକିଛି। ମୋ ସହକର୍ମୀ ଏଯାଏଁ ପ୍ରାୟ ଚୁପ୍ ରହିଥିଲେ। ବଡ଼ ପାଟିରେ ଆରମ୍ଭ କଲେ, ନାଇଁ, ସ୍ପିରିଟ୍ ବୋଲି କିଛି ଅଛି। ବହୁତ ପ୍ରମାଣ ମିଳିଲାନି। ମୁଁ ପଚାରିଲି, କିନ୍ତୁ ଭୂତ ବା ସ୍ପିରିଟ୍ ବା ଯାହା କୁହନ୍ତୁ, ସେମାନେ ଗାଁରେ ରହିବାକୁ ପ୍ରିଫର କରନ୍ତି ନାହିଁ। ସହରରେ ତ ବେଶୀ ଭୂତ ବାହାରିବା ଦେଖାଯାଏ ନାହିଁ। ମୋ ସହକର୍ମୀ କହିଲେ, ହୁଏତ ଗାଁର ବାତାବରଣ ସେମାନଙ୍କ ପାଇଁ ସୁଇଟେବୁଲ୍ ହେଉଥିବ। ଅଧ୍ୟକ୍ଷ ଗମ୍ଭୀର ଦିଶୁଥିଲେ। ଭୂତମାନଙ୍କ ଆଖିରେ ଦେଖିଥିବା ବ୍ୟକ୍ତି ଗମ୍ଭୀର ଦିଶିବା ସ୍ୱାଭାବିକ। କହିଲେ, ନାଇଁ, ସହରରେ ବି ତ ଭୂତ ଅନେକ ସମୟରେ ଦେଖାଯାଏ। ମୋତେ ଜଣେ ଭିଣୋଇ ବରହମପୁରରେ ଗୋଟିଏ ପୁରୁଣା କୋଠାଘର କିଣିଥିଲେ। ବରହମପୁରରେ ବିଏ ପଢ଼ିଲା ବେଳେ ସେଇ ଘରେ ମୁଁ ରହୁଥିଲି। ଅନେକ ଥର ଦେଖିଛି ଶୂନ୍ୟରୁ ଦୁବ, ରକ୍ତଲଗା ଚାଉଳ ଘରେ ପଡ଼େ। ଥରେ ମୋ ନାନୀର ମାସକର ଝିଅଟିକୁ କିଏ ଗୋଟିଏ ଜାଗାରେ ପକେଇ ଦେଇଥିଲା। କେତେଥର ଦେଖିଛି ଧଳା ମଣିଷଟିଏ ଏହି ମୁହୂର୍ତ୍ତରେ ପାଖରେ ଠିଆ ହୋଇ ଆର ମୁହୂର୍ତ୍ତରେ ନାହିଁ। ଏବେ ବି କ'ଣ ସେ ଘରେ ସେମିତି ଦୁବ, ରକ୍ତଲଗା ଚାଉଳ ପଡ଼ୁଛି? ମୁଁ ପଚାରିଲି। ସେ କହିଲେ, ନାଇଁ, ଗୋଟିଏ ଫେମସ୍ ଗୁଣିଆ ଆସି କ'ଣ ମନ୍ତ୍ର କଲା ପରେ ଆଉ ସେମିତି ହଉନାହିଁ। ଏହା ଭିତରେ ଆମେ କଟକର ନିକଟବର୍ତ୍ତୀ ହୋଇସାରିଥିଲୁ। ଲେଭେଲ୍ କ୍ରସିଂ ପାଖରେ କାର୍ କେତେ ମିନିଟ୍ ପାଇଁ ଅଟକିଲା। ସେଠି ଅଧ୍ୟକ୍ଷ ଶେଷ ଗପଟି କହିଲେ। ସ୍କୁଲରେ ପଢ଼ୁଥାଏ। ଆମ ଗାଁରୁ ମାମୁଁ ଗାଁକୁ ବାହାରିଲି। ବାଟ ଭୁଲି ଚିହ୍ନା ହିଡ଼ ଛାଡ଼ି ଅଚିହ୍ନା ହିଡ଼ରେ ପଶିଲି। ହଠାତ୍ କିଆବୁଦା ପାଖରେ ଦେଖିଲି ଲଙ୍ଗଳା ମାଇପିଟିଏ ମୋ ଆଗରେ ଠିଆ ହୋଇଛି। ଚମକି ପଡ଼ି ପଛକୁ ଘୁଞ୍ଚି ଆସିଲି। ମାଇପିଟି ମଝିରେ ମଝିରେ ମୁଣ୍ଡ ହଲାଉଥାଏ। କିଛି ସମୟ ପରେ ସାହସ କରି ପାଖକୁ ଗଲି। ଦେଖିଲି ଗୋଟିଏ ମାଇପିର ଶବକୁ ବିଲୁଆମାନେ ଝିଙ୍କା ଉଟରା କରିବାରୁ ଦୂରରୁ ସେମିତି ଦେଖାଯାଉଛି। ପରେ ଜାଣିଲି ସେ ଗାଁରେ ହଇଜା ଲାଗିଥିଲା। ଲୋକେ ମଲା ମଣିଷକୁ ବିଲରେ ସେମିତି ଶୁଆଇ ଦେଇ ଯାଉଥିଲେ। କଟକରେ ଅଧ୍ୟକ୍ଷ କାର୍ରୁ ଓହ୍ଲାଇଗଲେ। ଓହ୍ଲାଇ ଯିବା ଆଗରୁ ତାଙ୍କ ଘର ସାମ୍ନାରେ ଆମକୁ କହିଲେ, ରାତିରେ କାର୍ରେ ଆସିଲା ବେଳେ ଟିକିଏ ଗପି ଗପି ଆସିବା ଭଲ। ସମସ୍ତେ ଘୁମାଇଲେ ଡ୍ରାଇଭରକୁ ବି ନିଦ ମାଡ଼ିପାରେ। ରାତି ଗୋଟାଏ ହୋଇଥିଲେ ବି ମୋ ସହକର୍ମୀ ଓ ଟୋପି ପରିହିତ ଡ୍ରାଇଭର ବେଶ୍ ସତେଜ ଥିଲେ। କଟକରୁ ଭୁବନେଶ୍ୱର ଆସିଲା ବେଳେ ସେଇ ଭୂତମାନେ ହିଁ ଆମକୁ ଆଲୋଚନା ପାଇଁ ଯୋଗାଇ ଦେଇଥିଲେ ପ୍ରଚୁର ଖୋରାକ। ବିଷୟଟି ତୁମକୁ ଗଳ୍ପ ଭଳି ମଜା ଲାଗିଥିବ, କିନ୍ତୁ ଏହା ଗଳ୍ପ ନୁହେଁ, ପ୍ରବନ୍ଧ ମଧ୍ୟ ନୁହେଁ। ଗଦ୍ୟର ଏହା ଏକ ସ୍ୱତନ୍ତ୍ର ରୂପ। ସମ୍ବାଦପତ୍ର ଓ ପତ୍ରପତ୍ରିକାର ବିକଶିତ କଳେବର ଜରିଆରେ ଗଦ୍ୟର ନୂଆ ନୂଆ ରୂପ ଜନ୍ମ ନେଇ ଲକ୍ଷ ଲକ୍ଷ ପାଠକଙ୍କ ହୃଦୟରେ ଆସନ ପାଇଛି। ସମ୍ପାଦକୀୟ ଅଗ୍ରଲେଖ, ସ୍ତମ୍ଭକାରିତା, ଫିଚର ପ୍ରଭୃତି ସେଥିମଧ୍ୟରୁ ଅନ୍ୟତମ। ସ୍ତମ୍ଭ ରଚନାରେ ଲେଖକଙ୍କ ଦୃଷ୍ଟିଭଙ୍ଗୀ ଓ ଉପସ୍ଥାପନା କୌଶଳ ଫଳରେ ତାଙ୍କର ତୁଚ୍ଛ ଅଭିତୁଚ୍ଛ ଅନୁଭୂତି ମଧ୍ୟ ଅସାଧାରଣ ହୋଇଉଠେ। ଏଥିରେ ଥାଏ ରୋଚକ ବିଷୟ ସାଙ୍ଗକୁ ଜନମନ ସ୍ପର୍ଶୀ ଭାଷା ଓ ଆବେଦନ। ପଠିତ ରଚନାରେ ଏହାର ପ୍ରତିଫଳନ ଲକ୍ଷ୍ୟ କରାଯାଇପାରେ। ଲେଖକ କାର୍ରେ ବିଳମ୍ବିତ ରାତିରେ ଭୁବନେଶ୍ୱର ଫେରୁଥାନ୍ତି। କାର୍ ଡ୍ରାଇଭର ବ୍ୟତୀତ ତାଙ୍କ ସହ ଯାତ୍ରୀ ଥିଲେ ଆଉ 2 ଜଣ। ଜଣେ ତାଙ୍କର ସହକର୍ମୀ ଅଧ୍ୟାପକ, ଆଉ ଆର ଜଣକ କୌଣସି କଲେଜର ଅଧ୍ୟକ୍ଷ। ଅଧ୍ୟକ୍ଷ ମହାଶୟ ଭାରି ଗପୁଡ଼ି। ସେ ପ୍ରଥମେ ସମସ୍ତଙ୍କୁ ଗପସପ କରିବା ପାଇଁ ଅନୁରୋଧ କରିଥିଲେ, ମାତ୍ର ସମସ୍ତେ ଚୁପଚାପ ରହିବା ଦେଖି ସେ ତୁରନ୍ତ ଗୋଟିଏ ବରଗଛକୁ ଦେଖାଇ ତାଙ୍କର ଅଭିଜ୍ଞତା ବଖାଣିଲେ। କହିଲେ, କଳା ବୁର୍ଖା ପିନ୍ଧା ମହିଳା ଜଣେ 4-5 ଥର ତାଙ୍କ କାର୍ରେ ଯିବା ପାଇଁ ହାତ ଟେକି ଅଟକାଉଥିଲା। ସେ ଗାଡ଼ି ଅଟକାଇ ନାହିଁ। ଏହାର ଅଳ୍ପ ଦିନ ପରେ ସେଠାରେ ଗୋଟିଏ ବଡ଼ ଧରଣର ଚୋରି ହୋଇଥିଲା। ଗପଟି ଗୋଟିଏ ଅପରାଧ କାହାଣୀ। ଡକାୟତ ଜଣେ ବୁର୍ଖା ପିନ୍ଧା ସ୍ତ୍ରୀଲୋକ ବେଶରେ ଗାଡ଼ି ଅଟକାଇ ଲୁଣ୍ଠନ କରିଛି। କିନ୍ତୁ ଏ ଘଟଣା ଲେଖକଙ୍କ ମନରେ ଅଲକ୍ଷ୍ୟରେ ଏତେ ପ୍ରଭାବ ପକାଇଲା ଯେ ଭୂତମାନେ ମନେ ପଡ଼ିଗଲେ। ଅର୍ଥାତ୍ ବେଶ୍ ହେତୁବାଦୀ ମନେ ହେଉଥିଲେ ବି ଲେଖକଙ୍କ ମନରେ ଭୂତମାନଙ୍କ ବିଷୟରେ ଜାଣିବାର ତୀବ୍ର ଆଗ୍ରହ ରହିଛି।
ସେ ଅଧ୍ୟକ୍ଷଙ୍କ ନିକଟରେ ତାଙ୍କ ପ୍ରକାଶ କଲେ। ଅଧ୍ୟକ୍ଷଙ୍କୁ ଗପିବା ପାଇଁ ସତେ ଯେମିତି ଖାସା ବିଷୟଟିଏ ମିଳିଗଲା। ତାପରେ ସେ ଲଗାତାର 5ଟି ନିଜ ଅଭିଜ୍ଞତାରୁ ଭୂତଗପ କହି ସମସ୍ତଙ୍କୁ ଉଚ୍ଚାର କରିଦେଇଥିଲେ। ଗପଗୁଡ଼ିକ ଥିଲା 4-5 ଦିନ ତଳ ଘଟଣାରୁ ଆରମ୍ଭ କରି ତାଙ୍କ ପିଲାଦିନ, ହାଇସ୍କୁଲ ଓ କଲେଜ ଛାତ୍ର ବେଳର ଅନୁଭୂତି। କଲେଜ ଲାଇବ୍ରେରୀ ପିଅନ ଆକୁଳିର ମୃତଦେହ ପରେ ରାତିରେ ଲାଇବ୍ରେରୀ ଭିତରେ ବହି ସଜା ସାଉତୁଥିବାର ଦୃଶ୍ୟ, ବଜାରରୁ ମାଛ ନେଇ ଫେରିଲା ବେଳେ ପ୍ରଥମେ ଟୋକେଇ ଓ ପରେ ଧଳା ଲୁଗା ପିନ୍ଧା ମାଇପ ଲୋକ ଦେଖିବା, ଆଉ ଥରେ ରାତି ଅଧରେ ସାଇକେଲରେ ଫେରିଲା ବେଳେ ନିଆଁ ହୁଳା ଘୁରୁଥିବା ଦେଖି ସାଇକେଲକୁ ପଡ଼ିଯିବା, ବାପାଙ୍କ ପ୍ରେତାତ୍ମା ତାଙ୍କୁ ନିଦରୁ ଉଠାଇବା, ଭିଣୋଇଙ୍କ ଘରେ ଥିଲାବେଳେ ଶୂନ୍ୟରୁ ଦୁବ ରକ୍ତ ଲଗା ଚାଉଳ ପଡ଼ିବା, ପିଲାଦିନେ ବିଲ ଭିତରେ ଉଲଗ୍ନ ନାରୀର ଶବ ଦେଖିବା ଥିଲା ତାଙ୍କର ଗୋଟିଏ ଆତ୍ମ ଅନୁଭୂତି ମୂଳକ କାହାଣୀ। ପ୍ରତ୍ୟେକ କାହାଣୀକୁ ତର୍ଜମା କରେ ତାହା ମୋ ମନର ଭ୍ରମ ଜଣାପଡ଼ୁଥିଲେ ବି ଲେଖକ ଓ ତାଙ୍କ ସହଯାତ୍ରୀମାନେ ସେସବୁ ବିଶ୍ୱାସ କରନ୍ତି ଓ ପ୍ରଭାବିତ ହୋଇଛନ୍ତି। କଟକରେ ଓହ୍ଲାଇ ବିଦାୟ ନେଲାବେଳେ ଅଧ୍ୟକ୍ଷ ମହାଶୟ କହିଦେଇଥିଲେ, ତାଙ୍କ କାହାଣୀ ପେଡ଼ି ଖୋଲିବାର ଉଦ୍ଦେଶ୍ୟ ତାଙ୍କ ମତରେ ରାତିରେ କାରରେ ଆସିଲା ବେଳେ ଟିକିଏ ଗପି ଗପି ଆସିବା ଭଲ। ସମସ୍ତେ ଢୁଳାଇଲେ ଡ୍ରାଇଭରକୁ ନିଦ ମାଡ଼ିପାରେ। ସତରେ ରାତି ଯଥେଷ୍ଟ ହୋଇଥିଲେ ବି ଭୂତଗପ ଶୁଣି ଡ୍ରାଇଭର ସମେତ ସମସ୍ତେ ବେଶ୍ ସତେଜ ଥିଲେ। ଅଧ୍ୟକ୍ଷ ଓହ୍ଲାଇବା ପରେ ସେମାନେ ଭୁବନେଶ୍ୱର ପର୍ଯ୍ୟନ୍ତ ଭୂତ ବିଷୟରେ ଚର୍ଚ୍ଚା କରିଥିଲେ। ସମସ୍ତଙ୍କୁ ସତେଜ ରଖିବା ପାଇଁ ଭୂତଗପ ଥିଲା ସର୍ବୋତ୍ତମ ଖୋରାକ। ଲେଖକଙ୍କ ଜୀବନ୍ତ ବର୍ଣ୍ଣନା ଓ ଯାଦୁଗରୀ ଉପସ୍ଥାପନା ଯୋଗୁଁ ଆଲୋଚ୍ୟ ବିଷୟଟି ଚମତ୍କାର ଓ ରହସ୍ୟ ହୋଇପାରିଛି। ଗଳ୍ପଟିର ଲେଖକ ପ୍ରଫେସର ଡକ୍ଟର ଗଣେଶ୍ୱର ମିଶ୍ର।